जय श्री जगन्नाथ। आशा करछु आपण माने समस्ते भलरे थिबे। आपणको अंचलरे बन्या पानी माड़ीची कि नाही निश्चय कहिबे। बन्या पानी बहुत अंचलरे माड़ी जाइछे। वर्षा समस्तंकर प्रिय, आमर मध्य प्रिय, किंतु प्रिय जिनिस बेले बेले आम पई भयंकर होई उठे। जेमिति प्रकृति माता आमर एई समय टिके उग्र रूप धारण करिथांती एवं ताहार अन्य नाम हेउची बन्या। बन्यारे चाଳ ଘରର ଅବସ୍ଥା ବହୁତ ଖରାପ ହୁଏ। ଯେଉଁମାନେ ଚାଳ ଘରେ ରୁହନ୍ତି ସେମାନଙ୍କୁ ଦେଖିଲେ ବହୁତ କଷ୍ଟ ଲାଗେ। ବାଲେଶ୍ୱର ଅଞ୍ଚଳର ଭିଡ଼ିଓ ଆପଣମାନେ ଦେଖିଥିବେ। ଆହୁରି ବହୁତ ଅଞ୍ଚଳ ଯାହାକି ବନ୍ୟା ପାଣିରେ ଘେରି ରହିଛି। ଆମେ ଦେଖିଲୁ ରାଉରକେଲାର ଭିଡ଼ିଓ ଦେଖିଲୁ ଆମେ। ସେଠି ବି ବହୁତ ମାନେ ବନ୍ୟା ପାଣି ଘର ଭିତରେ ପଶିଯାଇଛି। ଏବେ ତ କୃତ୍ରିମ ବନ୍ୟା ବୋଲି କୁହାଯାଉଛି ସହରମାନଙ୍କରେ, ଯେଉଁଠି ପାଣି ଡ୍ରେନ୍ ହେଇପାରୁନି। ତ ସେମାନଙ୍କ ପାଇଁ ଆମେ ବହୁତ ଦୁଃଖିତ। ହାତ ବିଷୟରେ ଆପଣମାନଙ୍କର ସବୁବେଳେ ଚିନ୍ତା ରହିଥାଏ। ଯେଉଁ ଚିନ୍ତା ହିଁ ଆମକୁ ବାଧ୍ୟ କରେ ଭିଡ଼ିଓ ସେୟାର କରିବା ପାଇଁ। ଆମେ ଯେତେ କଷ୍ଟରେ ଥିଲେ ବି ଆପଣଙ୍କ ପାଇଁ ଭିଡ଼ିଓ କରିବାକୁ ଆମକୁ ବିଲକୁଲ କଷ୍ଟ ଲାଗେ ନାହିଁ। ବହୁତ କମେଣ୍ଟ ଆସିଥିଲା, ହାତ ଦେଖିପାରୁଥିବେ। ବର୍ତ୍ତମାନ ଷ୍ଟିଚ୍ ଖୋଲା ହେଇଯାଇଛି। ଲାଷ୍ଟ ଟାଇମ୍ ଆମେ ଯାଇଥିଲୁ, କେବେ ଆମର ମନେ ପଡ଼ୁନି, କାଲି ତ ନୁହେଁ, ମାନେ ତା ପୂର୍ବ ଦିନ ବୋଧେ ଯାଇଥିଲୁ। ତ ଡକ୍ଟର କହିଲେ କି ଆଉ ଆପଣଙ୍କର ମାନେ ବ୍ୟାଣ୍ଡେଜ୍ ହେବା ଦରକାର ନାହିଁ, ଡ୍ରେସିଂ କରିବାକୁ ଆଉ ହସ୍ପିଟାଲ ଆସିବେ ନାହିଁ, ଆପଣ ଘରେ କରିପାରିବେ। ତ ସେଥିପାଇଁ ଆମେ ଅଳ୍ପ କିଛି ଜିନିଷ ଯେମିତିକି ସ୍ପିରିଟ୍, କଟନ୍ ଦରକାର, ଗୋଟେ ମେଡ଼ିସିନ୍ ଦେଇଛନ୍ତି ଲଗାଇବା ପାଇଁ। ତ ଏଇସବୁ ଜିନିଷ ଆମେ ଘରକୁ ନେଇ ଆସିଛୁ ଆଉ ନିଜେ ନିଜେ ଘରେ ଡ୍ରେସିଂ କରୁଛୁ। କିଛି କାମ ପାଇଁ ଆମେ ଭିଡ଼ିଓ ସେୟାର କରିପାରୁନଥିଲୁ। ବାବାଙ୍କର ଶ୍ରାଦ୍ଧ ଥିଲା, ଆମର ଚତୁର୍ଥୀ ତିଥିରେ ବାବାଙ୍କର ଶ୍ରାଦ୍ଧ। ଶ୍ରାଦ୍ଧର ଅନ୍ନ ବ୍ୟଞ୍ଜନର ଫଟୋ ଆମେ ଦେଖାଇ ଦେଇଛୁ। ଏଠି ଶ୍ରାଦ୍ଧ ଦିନ ହିଁ ଅଂଶ ଏଠି ଖେଳୁଥିଲା, ଆନି ବସିଥିଲା। ତ ସେଇ ସମୟରେ ଆମେ କିଛିଟା ଭିଡ଼ିଓ କରିଥିଲୁ। ଜଷ୍ଟ ଶ୍ରାଦ୍ଧ ସରିବା ପରେ ଆମେ ବସିଥିଲୁ। ଶ୍ରାଦ୍ଧରେ ଆମର ଘରେ ଯେମିତିକି ସାହି ପଡ଼ିଶା ରୋଷେଇବାସ ଏସବୁ ଘରେ କରାଯାଏ ନାହିଁ। ଆମର ବୃଦ୍ଧାଶ୍ରମ, ଯେଉଁଠି ଶିଶୁ ଆଶ୍ରମ, ସେସବୁ ଜାଗାରେ ବାବାଙ୍କ ନାଁରେ ସେଠି ଖାଦ୍ୟ ଦିଆଯାଇଥାଏ। ଏବଂ ବାବା ଗୋଟେ ସ୍କୁଲ ତିଆରି କରିଥିଲେ ଆମର ଗାଁରେ, ଆମ ନେଟିଭ୍ ପ୍ଲେସ୍ ଯେଉଁଠି। ସେ ସ୍କୁଲରେ ଯେଉଁମାନେ ଭଲ ଷ୍ଟୁଡ଼େଣ୍ଟ, ଯେଉଁମାନେ ଭଲ ମାର୍କ ରଖିଥାନ୍ତି ସେମାନଙ୍କୁ ପୁରସ୍କୃତ କରାଯାଏ। ତା ସହିତ ଆମ ଜିଲ୍ଲାରେ ଯିଏ ସବୁଠାରୁ ଟପ୍ କରିଥାନ୍ତି ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥାଏ ବର୍ଷକୁ ଥରେ। ତ ସେଇ ସବୁ କାର୍ଯ୍ୟକ୍ରମ ଥାଏ। ତେଣୁ ଆମର ଘରେ ଭିଡ଼ ଅପେକ୍ଷା ବାହାରକୁ ଯିବାଟା ବେଶୀ ହେଇଯାଏ। ତ ଏସବୁ ଜିନିଷ ମା ଆନିଅନ୍ସ ବି ତ ଏନ୍ଜୟ କରନ୍ତି, ଆଉ ମକର, ଏମାନେ ସମସ୍ତେ ହ୍ୟାଣ୍ଡେଲ୍ କରନ୍ତି। ବାକି ଘରେ ନର୍ମାଲ ଯେମିତି ପୂଜା, କାକୁଳି ଦେବା, ଯେଉଁ ଶ୍ରାଦ୍ଧ, ଏସବୁ କାମ କରାଯାଏ। ତ ଆମେ ବିଶେଷ କିଛି ଶ୍ରାଦ୍ଧର ସୁଟ୍ କରିନଥାଉ। ଶ୍ରାଦ୍ଧର ବି ସୁଟ୍ କରିବାକୁ ମନା କରନ୍ତି ବହୁତ ଲୋକ। ଯାହା ବି ହେଉ, ଆମର ବର୍ତ୍ତମାନ ଗୋଟେ ହାତ, ଆଉ ଗୋଟେ ହାତ ହେଲେ ବି ଆମେ ସେଥିରେ କାମ ଯାହା ମାନେ ଗୋଟେ ହାତରେ କରିପାରିବୁ ସେସବୁ କାମ ଆମେ କରିଦେଇଛୁ। ଯେମିତିକି କପଡ଼ା ଡୋନେଟ୍ କରିବା ଏ ସମୟରେ ଜରୁରୀ ହେଇଯାଇଥିଲା। କାହିଁକିନା ଆମ ଘର ପାଖରେ କିଛି ପିଲା ଅଛନ୍ତି, ମାନେ ତାଙ୍କର ମା ଅଛନ୍ତି, ସିଏ ଆମକୁ କହିଦିଅନ୍ତି କି ଦିଦି ଡ୍ରେସ୍ କିଛି ଦେବେ, ପିଲାମାନେ ଡ୍ରେସ୍ ଚିରି ଦେଲେଣି। ତ ଆମକୁ ଖୁସି ଲାଗେ, ବହୁତ ଖୁସି ଲାଗେ। ଆମେ ତାଙ୍କୁ କହିଥାଉ କି ଆପଣ କହିଦେବେ, ଯଦି ପିଲାଙ୍କ ଡ୍ରେସ୍ ଚିରି ଆସିଲା ଆପଣ କହିଦେବେ। ଆପଣଙ୍କର ଥରେ କ୍ୱେଶ୍ଚିନ୍ ଥିଲା କି ଡ୍ରେସ୍ ଡୋନେଟ୍ କରିବା ସମୟରେ ଆମେ କ'ଣ କରିବା। ଫାଷ୍ଟ ଆପଣ ଡ୍ରେସ୍କୁ ସଫା କରିକି ଦେବେ, ବେଶୀ ଚିରା ଡ୍ରେସ୍ ଦେବେ ନାହିଁ। ଯେଉଁଟା ଜଣେ ପିନ୍ଧିପାରିବ ସେଇ ଅନୁସାରେ ଦେବେ। ଯଦି ଆପଣଙ୍କର ସମ୍ବଳ ଅଛି ତାହେଲେ ଆପଣ ପୁରୁଣା ଡ୍ରେସ୍ ସହିତ କିଛିଟା ନୂଆ ଡ୍ରେସ୍ ଗୋଟେ ହଳ ପଛେ ହେଉ ମିଶାଇକି ଦେବେ। ଆଉ ଯଦି ଆହୁରି ଅଧିକ ସମ୍ବଳ ଅଛି, ଆପଣ ମିକ୍ସଚର, ବିସ୍କିଟ୍, ତାଙ୍କ ପିଲାଙ୍କ ପାଇଁ ଖୁସିରେ ଯେଉଁ ଖାଇବା ଜିନିଷ, କିଛି ପଇସା, ଏସବୁ ଆପଣଙ୍କ ଖୁସି ଅନୁସାରେ ଆପଣ ଦେଇପାରିବେ। କୌଣସି ଓଷା ବ୍ରତରେ ପିଲାମାନଙ୍କୁ ଭୋଗ ପ୍ରସାଦ ଏସବୁ ବାଣ୍ଟିବେ, ଭାରି ଖୁସି ଲାଗିବ। ଯେତିକି ଆମେ ଆମର ଗୁରୁଦେବ କୁହନ୍ତି ନା, ପ୍ରତ୍ୟେକ ଦିନ ଯଦି ପାରୁଛନ୍ତି ଗୋଟେ ପିମ୍ପୁଡ଼ିର ପେଟ ପୂରାଇବା ପାଇଁ ଚେଷ୍ଟା କରନ୍ତୁ। ଇଏ ଆମର ଗୁରୁଦେବଙ୍କର ବାଣୀ। ତେଣୁ ପ୍ରତ୍ୟେକ ଦିନ ଗୋଟେ ପିମ୍ପୁଡ଼ିକୁ ହେଉ ପଛେ ଆପଣ ଖାଇବାକୁ ଦେବେ, କିଛି ମୁଠାଇ ଦାନ କରିବେ। ତା ସହିତ ଆମର ଅଂଶର ୱାର୍ଡରୋବ୍ର ସଫାସଫି କାମ ଥିଲା, ତ ତାକୁ ଆମେ ସଜାଡ଼ି ଦେଲୁ। କେତେ ଜାଗା ଫାଙ୍କା ହେଇଗଲା, କେତେ ଡ୍ରେସ୍ କମିଗଲା। ତ ଏବେ ଶୀତ ଦିନ ପାଇଁ ସବୁ ଫୁଲ୍ ଡ୍ରେସ୍ ସବୁ ବାହାରିଯିବ। ଶୀତ କହିଲେ କ'ଣ, ବର୍ଷାରୁ ବି ଶୀତ ଆରମ୍ଭ ହେଇଯାଏ, ବର୍ତ୍ତମାନ ବି ଥଣ୍ଡା। ତେଣୁ ଫୁଲ୍ ଡ୍ରେସ୍ ପିଲାମାନେ ଏବେଠାରୁ ପିନ୍ଧିବା ଆରମ୍ଭ କରିବେ। ଠିକ୍ ଏଇ ସମୟରେ ଯଦି ଆମେ ପିଲାମାନଙ୍କର ଡ୍ରେସ୍ ସବୁ ସେପାରେଟ୍ କରିଦେବା, ଯାହା ଡୋନେଟ୍ କରିବା ପାଇଁ ଦେଇଦେବା, ତ କିଛି ଖାଲି ହେଇଗଲା, କିଛି ଫୁଲ୍ ପ୍ୟାଣ୍ଟ, ଫୁଲ୍ ଗଞ୍ଜି ନେଇ ଆସିଲେ ପିଲାମାନେ ଘରେ ଡେଲି ୟୁଜ୍ କରିପାରିବେ। ତା ସହିତ ଅଂଶର ଯେତେ ସବୁ ଡ୍ରୟର୍ ଅଛି ସବୁ ଆମେ ସଜାଡ଼ି ଦେଇଛୁ। ଖେଳଣା ଠାରୁ ଆରମ୍ଭ କରି
ବହୁତ ଗୁଡ଼ିଏ ଜିନିଷ ଏସବୁ ଭଙ୍ଗାରୁଜା କରିଥିବା ଯିଏ ଦୋଷୀ ଯିଏ ସେ ଦୋଷୀ ଏଇଠି ମାନେ ଆସାମୀ ଯିଏ ଆସାମୀ ଏଇଠି ଦେଖନ୍ତୁ ଯାଇକି ଲୁଚି ଯାଉଛି। ତ ଏସବୁ ଜିନିଷ ଗୋଟେ ହାତରେ ଆମେ ହ୍ୟାଣ୍ଡେଲ୍ କରିପାରିଥିଲୁ। ହଁ ଏଠି ଗୋଟେ ଜିନିଷ ଆମେ ଆପଣଙ୍କ ସହିତ ସେୟାର କରୁଛୁ, ଆଗରୁ ବି ସେୟାର କରିଛୁ। ଅଂଶ ଏଠି ମାନେ ଏକା ଜିଦ୍ କି ମାନେ ମୁଁ କରିବି ଦିଅ ମାମା ମୁଁ କରିବି। ତ ଆଉ କ'ଣ କରାଯାଇପାରିବ ଜିଦ୍ ସବୁ କଥାରେ। ତ ଏ ଭାଇଟାମିନ୍ ଇର କ୍ୟାପସୁଲ୍ ସେ ତାକୁ ସାଇଡ଼୍ରୁ କଣା କରିଦେଲା, କିନ୍ତୁ ସେଣ୍ଟରରୁ କଣା କରିବାର ଥିଲା। ତ ତାକୁ କଣା କରିକି ନଡ଼ିଆ ତେଲରେ ମିକ୍ସ କରିଥିଲୁ ଆମେ। ସେଥିରେ ଆମେ ମିଶାଇଥିଲୁ ଗବ ତେଲ, ଯେଉଁ କ୍ୟାଷ୍ଟର ଅଏଲ୍ ଯାହାକୁ କୁହନ୍ତି। ତ ତାକୁ ଆମେ ମିକ୍ସ କରିଥିଲୁ। ସେମ୍ କ୍ୱାଣ୍ଟିଟି ନେଇପାରିବେ, ନଚେତ୍ କ୍ୟାଷ୍ଟର ଅଏଲ୍ ଟିକେ କମ୍ ନେବେ, ଟିକେ ବହଳିଆ ମୋଟା ଥାଏ ନା। ତ ତାକୁ ନେଇକି ମିକ୍ସ କରିକି ଚୁଟିରେ ଲଗାଇବେ। କ୍ୟାଷ୍ଟର ଅଏଲ୍ ଚୁଟି ଝଡ଼ିବା ପାଇଁ ଭଲ, କିନ୍ତୁ ଯେଉଁମାନେ ବହୁତ ଗୁଡ଼ିଏ ମେଡ଼ିସିନ୍ ଖାଉଛନ୍ତି, ଥାଇରଏଡ଼୍ ପ୍ରୋବ୍ଲେମ୍ ଅଛି, ସେମାନଙ୍କର ହର୍ମୋନାଲ୍ ଡିସଅର୍ଡ଼ର ରହୁଛି, ସବୁବେଳେ ହର୍ମୋନ୍ ଚେଞ୍ଜ ହେଉଛି, ତ ବିଭିନ୍ନ ପ୍ରକାର ରୋଗ ଅଛି। ତ ସେ କେସ୍ରେ ତ ଚୁଟି ଉପୁଡ଼ିବ, ଆପଣ ଯେତେ ଯାହା କଲେ ବି ଭଲ ହେବ ନାହିଁ। ତେଣୁ ପ୍ରଥମେ ଆପଣ ଡକ୍ଟରଙ୍କୁ ଦେଖାନ୍ତୁ। ଘରେ ଛୋଟିଆ ମୋଟିଆ ଯେଉଁ ହୋମ୍ ରେମେଡ଼ି ରହିଛି ସେସବୁ ଆପଣ ଟ୍ରାଏ କରିପାରିବେ, କିନ୍ତୁ 100% କେବେ ଆପଣ ସକ୍ସେସ୍ ହେଇପାରିବେ ନାହିଁ ୱିଥ୍ ୟୋର୍ ଡକ୍ଟର। ଆପଣ ଡକ୍ଟରଙ୍କୁ ସବୁବେଳେ କନସଲ୍ଟ କରିବେ। ଏଇ ଯେଉଁ ଖାଦିର କ୍ୟାଷ୍ଟର ଅଏଲ୍ ଆମେ କିଣିଛୁ, ତାକୁ ଆମେ ଦେଖି ଦେଇଛୁ। ଆପଣଙ୍କ ଲିଙ୍କ୍ ଦରକାର ଥିଲେ ଆମେ ଭିଡ଼ିଓରେ ଦେଇଦେବୁ। ଖାଦିର ପ୍ରଡ଼କ୍ଟ ବିଷୟରେ ଆମେ ଏଇଥିପାଇଁ କହିଥାଉ କାହିଁକିନା ସେ ମେଡ୍ ଇନ୍ ଇଣ୍ଡିଆ, ସେଥିପାଇଁ ଆମେ ତା'ର ପ୍ରଡ଼କ୍ଟ ୟୁଜ୍ କରୁ, ଆଉ ଭଲ ପ୍ରଡ଼କ୍ଟ ମଧ୍ୟ। ବହୁତ ଦିନ ପରେ ଆମେ ଛାତ ଉପରକୁ ଯାଇଥିଲୁ, ଆଉ ସେଠି କେତେ ଗୋଲାପ ଫୁଲ ଫୁଟିଛି ଦେଖନ୍ତୁ। ଗୋଟେ ଦିନରେ ଗୋଟେ ଥରରେ 7ଟା ଫୁଲ ଫୁଟିଥିଲା, ସେଥିରୁ ଅଂଶ ଗୋଟେ ତୋଳି ନେଇଯାଇଥିଲା। ଏକା ସାଙ୍ଗରେ ଗଛରେ ଅଧିକା ଫୁଲ ଫୁଟିଲେ କେତେ ସୁନ୍ଦର ଦେଖାଯାଉଥିବ, ସେ ପୁଣି ଗୋଲାପ ଫୁଲ। ଆମେ ବିଶ୍ୱାସ କରିନଥିଲୁ କି ବର୍ଷା ଦିନେ ଏ ଗଛ ଏତେ ଭଲ ଭାବରେ ପତ୍ର ସବୁ ଦେଇକି ଡାଳ ଦେଇକି ପୁରା ଝମ୍ପୁଲା ହେଇଯାଇଛି ଗଛ। ତା ସହିତ ଫୁଲ କଢ଼ ବି ପୁରା ଭର୍ତ୍ତି ହେଇଯାଉଛି। ଛାତରେ ଏତେ ଫୁଲ ଫୁଟୁଛି, ଫୁଲ କେହି ତୋଳି ପାରୁନାହାନ୍ତି। ଫୁଲ ସାଧାରଣତଃ ଆମେ ତୋଳିକି ଆଣିଥାଉ। ତ ଆମର ଗୋଟେ ହାତରେ ଫୁଲ ତୋଳିବା ପସିବୁଲ୍ ହେଉନି, କାହିଁକିନା ବର୍ଷା ହେଉଛି। ଛତା ଧରିକି ଫୁଲ ଆମେ କେମିତି ତୋଳିବୁ? ତ ସେଥିପାଇଁ ଫୁଲ ବଳି ଯାଉଛି ବହୁତ। ଆପଣଙ୍କର କମେଣ୍ଟ ଥିଲା କି ଆପଣ ଗାଧେଇ ସାରିଲା ପରେ କ'ଣ ସବୁ କାମ କରନ୍ତି, ସେ ଭିଡ଼ିଓ ସେୟାର କରିବେ ବୋଲି କହିଥିଲେ, ସେୟାର କରନ୍ତୁ। ଆମର ମନେ ଅଛି, କିନ୍ତୁ ବର୍ତ୍ତମାନ ଆମେ ସେୟାର କରିପାରୁନୁ, କାହିଁକିନା ଗାଧେଇବା ବି ଆମେ ଠିକ୍ସେ ଗାଧେଇ ପାରୁନୁ। ଗୋଟେ ହାତ ଓଦା ହେବନି, କଷ୍ଟ ଯାହା ଆପଣ ଅନୁଭବ କରିପାରୁଥିବେ। ତେଣୁ ଏ ସମୟରେ ଏସବୁ ପସିବୁଲ୍ ନୁହେଁ, କିଛି ସୁଟ୍ କରିବା ଆମ ପାଇଁ ପସିବୁଲ୍ ନୁହେଁ। ବର୍ତ୍ତମାନ ଆମେ ଆପଣଙ୍କ ସହିତ କିଛିଟା ପୁରୁଣା ଭିଡ଼ିଓ ରହିଯାଇଛି, ଆମେ ସବୁବେଳେ ଆପଣଙ୍କୁ କହିଥାଉ କି ଆମର ପୁରୁଣା ଭିଡ଼ିଓ ରହିଥାଏ। ତ କେଉଁ ଭିଡ଼ିଓ ସବୁ ରହିଛି ତାକୁ ବି ଖୋଜିବାକୁ ପଡ଼ିବ, ତାକୁ ସବୁ ଖୋଜାଖୋଜି କରିକି ଆପଣଙ୍କ ସହିତ ସବୁ ସେୟାର କରିଦେବୁ। ତ ପୁରା ମେମୋରି ଖାଲି ହେଇଗଲା ପରେ ତାପରେ ଆମେ ଆପଣଙ୍କ ସହିତ ଭିଡ଼ିଓ ସେୟାର କରିବୁ। ଏବେ ବି ସେଇ ରାତିରୁ ଉଠିବା ସେଇସବୁ ଜିନିଷ ଚାଲିଛି, କିନ୍ତୁ କିଛି ଜିନିଷ ତ ପରିବର୍ତ୍ତନ ହେବ ନା। ଯେମିତିକି ପୂଜାର ଯେଉଁ ଜିନିଷ, ଗାଧେଇ ସାରିଲା ପରେ ପ୍ରଥମ କାମ କ'ଣ? ପୂଜା କରିବା। ତ ପୂଜାଟା ହିଁ ହେଇପାରୁନି, ତ ଆଉ କ'ଣଟା ସେୟାର କରିବୁ ଆପଣଙ୍କ ସହିତ କହିଲେ? ଆମର ପ୍ରଥମ କାମ ମାନେ ଠାକୁରଙ୍କୁ ନେଇକି ହିଁ କାମ ଅଲଗା କିଛି ନାହିଁ। ଘର ଲୋକଙ୍କୁ ନେଇକି କ'ଣ କାମ? ଘର ଲୋକଙ୍କୁ, ଛୁଆମାନେ ତ ବଡ଼ ହେଇଗଲେଣି, ଛୁଆମାନେ ଛୋଟ ଥିଲେ ତାଙ୍କୁ ନେଇକି ବେଶୀ କାମ ଥିଲା। ହଁ ଏମିତି ଲୁଗାପଟା ଭାଙ୍ଗି ରଖିବା, ଇଏ କ'ଣ ଗୋଟେ କାମରେ ଯାଏ? ଏଇଟା ତ ମାନେ ସମସ୍ତଙ୍କୁ ଭଲ ଲାଗେ, ଆମକୁ ଭଲ ଲାଗେ ସଜାଡ଼ିକି ରଖିବା ପାଇଁ, ତ ଆମେ ତାକୁ କାମ ବୋଲି ଭାବିନଥାଉ। ଫୁଲ ତୋଳିବା, ଫୁଲ ଗୁନ୍ଥିବା, ଖାଇବା ବନେଇବା, ଏସବୁ ଆମେ ବି ତ ଖାଉଛୁ ନା, ଯେଉଁ ରାନ୍ଧୁଛୁ ସମସ୍ତେ ଖାଉଛନ୍ତି, ଆମେ ଖାଉଛୁ। ତ ସେଇଟା ଗୋଟେ କାମ ନୁହେଁ। ତ କାମ କାହାକୁ କୁହାଯାଏ? ଯେଉଁଟା ଆପଣଙ୍କର ଦିନଚର୍ଯ୍ୟାରୁ ବାହାରିକି କିଛି ଏକ୍ସଟ୍ରା କରିବା, ତ ସିଏ ହେଉଛି କାମ। ତ ସେମିତି କିଛି କାମ ଆମର ନାହିଁ। ଆମକୁ ଠାକୁରଙ୍କ ପୂଜା ହିଁ ସବୁଠାରୁ ମାନେ ଭଲ ଲାଗେ, ସେଠି ଅଧିକ ସମୟ ଯାଏ। ତ ଠାକୁରଙ୍କୁ ଯେବେ ଆମେ ଫାଷ୍ଟ ଯିବୁ ପୂଜା କରିବା ପାଇଁ ନା, ସେଇଦିନ ଆପଣଙ୍କ ସହିତ ସେୟାର କରିବୁ। ବର୍ତ୍ତମାନ ବି ଆମେ ପୂଜା ଘରକୁ ଯାଇନୁ, ଡ୍ରେସିଂ ଆମେ ଆଉ କରୁନୁ, କପଡ଼ା ଆମ ହାତରେ ନାହିଁ। କିନ୍ତୁ ଅସୁବିଧା କ'ଣ ହେଉଛି ନା, ଆମେ ଫୁଲ୍ କିଛି ପିନ୍ଧି ପାରୁନୁ। ବୁଝିପାରୁଥିବେ ଆପଣ, 2 ହାତ ନ ଲଗେଇଲେ ନିଜେ ଶାଢ଼ୀ ଫାଢ଼ୀ ପିନ୍ଧିପାରିବା ନାହିଁ। ଶାଢ଼ୀରେ ବହୁତ ଜିନିଷ ଅଛି ନା, ଯେଉଁଟା ଗଣ୍ଠି ପଡ଼ିବା ଜିନିଷ, ହୁକ ଲାଗିବା ଜିନିଷ, ତ ସେସବୁ ଆମେ କରିପାରୁନୁ ଯେହେତୁ 2 ହାତ ଲାଗୁନି। ତ ଗୋଟେ ବସ୍ତ୍ରରେ ପୂଜା କରନ୍ତି ନାହିଁ, ତ ଖାଲି ଦୂରରୁ ମୁଣ୍ଡିଆ ମାରିକି ଆସିବୁ। ତା ସହିତ ଘର ଭିତରକୁ ଯାଇକି ମୁଣ୍ଡିଆ ମାରିଲେ ବି ଆପଣଙ୍କୁ ଆମେ ଦେଖାଇ ଦେଇଥାନ୍ତୁ। ତ ଭଗବାନଙ୍କର କ'ଣ ଇଚ୍ଛା କେଜାଣି, ଠିକ୍ ଟାଇମ୍ରେ ଅସୁବିଧା, ତ ସେଥିପାଇଁ ଯାଇପାରୁନୁ। ତ ଗଲେ ଆପଣଙ୍କୁ ନିଶ୍ଚୟ ଦେଖାଇବୁ। ଆମେ ବି ସେଇ ଦିନକୁ ଅପେକ୍ଷା କରିଛୁ କି କେଉଁ ଦିନ ଆମେ ଠାକୁର ଘରକୁ ଯିବୁ।
ଖାଲି ଆମେ ଗୋଟେ ହାତରେ ମୁଣ୍ଡ ସାମ୍ପ କରି ଧୋଇ ପାରୁଛୁ, ଏତିକି ଜିନିଷ ଆମେ କରିପାରୁଛୁ। ଆମେ ଶ୍ରାଦ୍ଧ ଦିନ ସାମ୍ପ କରିକି ଧୋଇଲୁ, ତ ଗୋଟିଏ ହାତରେ ହିଁ ସାମ୍ପ କରିକି ଧୋଇଦେଲୁ। ତ ସେତିକି ବହୁତ ଖୁସି ଲାଗିଲା କି ହଁ ଗୋଟେ ହାତରେ ହେଇପାରୁଛି, ତ ଆମେ ସାମ୍ପ କରି ଧୋଇକି ଗାଧେଇକି ଯିବୁ। ଆମେ ଆଉ ଗୋଟେ ଭୁଲ କରିଦେଲୁ, ସେ ଡକ୍ଟରଙ୍କୁ ପଚାରିବା ପାଇଁ ଭୁଲିଗଲୁ କି ହାତଟା କେବେ ଓଦା କରିବୁ। ସେତିକି ଭୁଲ ରହିଗଲା। ପୁଣି ଥରେ ଯାଇକି ପଚାରିବାକୁ ପଡ଼ିବ କି କ'ଣ, କାହିଁକିନା ସେଠି ବହୁତ ଭିଡ଼ ବି ରହୁଛି। ତ ଯାହା ବି ହେଉ ପଚାରିକି ଆସିଲେ ପୁରା ଆମେ ଚାହୁଁଛୁ କି ସମ୍ପୂର୍ଣ୍ଣ ସ୍ନାନ ଯେମିତି ଶରୀରରେ ପୁରା ଗାଧେଇବା, ସେମିତି ଗୋଟେ ଜାଗା ପାଣି ପଡ଼ିନଥିବ ଠାକୁର ଘରକୁ ଯିବାକୁ ନା ପାଦ ପଡ଼ିବନି ବିଲକୁଲ। ତ ସେଥିପାଇଁ ଆମେ ଅପେକ୍ଷା କରିଛୁ କି ପୁରା ଗାଧେଇଲେ ହାତ ଯୋଉଦିନ ପୁରା ଓଦା ହେଇଯିବ ସେଦିନ ଆମେ ଠାକୁର ଘରକୁ ଯିବୁ। ଆପଣମାନଙ୍କ ଅନୁମତି ମିଳିଲେ ଯାହା ସବୁ ପୁରୁଣା ଭିଡ଼ିଓ ଅଛି ତାକୁ ସବୁ ଗୋଟେଇ ପଟେଇକି ଆପଣଙ୍କ ସହିତ ସେୟାର କରିଦେବୁ। ଏବେ ସୁଟ୍ କରିପାରିବୁନି, ପୁରା କ୍ଲିଅର୍ ହେଇଗଲା ପରେ ଆମେ ଆପଣଙ୍କ ପାଇଁ ନୂଆ କିଛି ସୁଟ୍ କରିକି ସେୟାର କରିବୁ। ଆପଣଙ୍କ ଅନୁମତି କମେଣ୍ଟ ସେକ୍ସନରେ ନିଶ୍ଚୟ ଦେବେ। ଆମ ହାତ ଭଲ ଅଛି, ଆଉ ଜମା ଚିନ୍ତା କରିବେ ନାହିଁ। ଆପଣ ଠାକୁରଙ୍କୁ ଏତେ ତରତର କଲେ ଯେ ବହୁତ ଶୀଘ୍ର ଆମ ହାତ ଭଲ ହେଇଗଲା। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଆପଣଙ୍କ ସହିତ ନୂଆ ଭିଡ଼ିଓରେ କଥା ହେବୁ। ଆଜି ପାଇଁ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ। ଏଇ ଯେଉଁ ଭିୟୁ ଆପଣ ଦେଖୁଛନ୍ତି ଏସବୁ ସେଇ ସକାଳର ଭିୟୁ ଯାହା ଆପଣଙ୍କ ସହିତ ଆମେ ସେୟାର କରିଥିଲୁ। ମନେ ଥିବ ଆପଣଙ୍କର, ସକାଳକୁ ଶୋଇକି ଉଠିବା ପରେ। ତ ଇଏ ସେଇ ଭିୟୁ ବର୍ତ୍ତମାନ ବି ଆମେ ଉଠୁଛୁ। କେଉଁଦିନ ବର୍ଷା ଥିବ, କେଉଁଦିନ ବର୍ଷା ହେଉନଥିବ, ତ ଆମେ ସେଇ ସବୁ ଭିୟୁ ପୁଣି ଥରେ ଆପଣଙ୍କ ସହିତ ସେୟାର କରିଛୁ। କାହିଁକିନା ସେଇ ସବୁ ଦୃଶ୍ୟ ଅଛି, କିନ୍ତୁ ଏଇ ଲୋକର କାମଟା ବଦଳି ଯାଇଛି। ଦୃଶ୍ୟ ତ ସବୁ ସେଇଆ ସମାନ ରହିବ। ରହୁଛୁ। ଜୟ ଶ୍ରୀ ଜଗନ୍ନାଥ।